ଶରତ ଋତୁର ଆଶୀର୍ବାଦ ପର୍ବ ଅର୍ଥାତ୍ ପ୍ରାୟଶ୍ଚିତ୍ତର ଦିନ ଆସିଅଛି। 돌아왔습니다. 오늘 대속죄일은 ପ୍ରାୟଶ୍ଚିତ୍ତ ଦିନ ହେଉଛି ଏପରି ଆଶୀର୍ବାଦ ପର୍ବ ଯାହା ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ସପ୍ତମ ମାସର 10ମ ଦିନରେ ପଡ଼େ। 축복하시고 또 허락하신 그러한 절기가 되겠습니다. ଆସନ୍ତୁ ଆମ୍ଭେ ଏହାର ଆରମ୍ଭକୁ ଦେଖିବା। 살펴보게 되면 ଯେତେବେଳେ ମୂଷା ସିନୟ ପର୍ବତରୁ 10 ଆଜ୍ଞାର ପ୍ରଥମ ପ୍ରସ୍ତର ଫଳକକୁ ଧରି ତଳକୁ ଓହ୍ଲାଇଲେ, ତେବେ ସେ କ'ଣ ଦେଖନ୍ତି କି ଇସ୍ରାଏଲମାନେ ସୁବର୍ଣ୍ଣ ବାଛୁରୀକୁ ପୂଜା କରୁଛନ୍ତି। ଏହା ଲେଖା ଅଛି ଯେ ମୂଷା 10 ଆଜ୍ଞାର ସେହି ପ୍ରଥମ ପ୍ରସ୍ତର ଫଳକକୁ 모세는 ପର୍ବତ ତଳେ ଫିଙ୍ଗି ଭାଙ୍ଗିଦେଲେ 깨뜨리게 되고 그날 ଏବଂ ପ୍ରାୟ ସେହି 3000 ଲୋକ ଯେଉଁମାନେ ସେହି ସୁବର୍ଣ୍ଣ ବାଛୁରୀକୁ ପୂଜା କରିଥିଲେ 했던 기록이 ହତ ହେଲେ। 그 ଏହାପରେ 이스라엘 백성들 ଇସ୍ରାଏଲମାନେ ଏପରି ପାପ ଆଉ ନ କରିବାକୁ ଶପଥ ନେଲେ 범하지 않겠노라 ଏବଂ ଆପଣା ପାପକୁ ସ୍ୱୀକାର କରି ପରମେଶ୍ୱରଙ୍କୁ ଅନୁତାପର ପ୍ରାର୍ଥନା କଲେ। 마음으로 회개 또 기도를 올리고 ତାପରେ ମୂଷାଙ୍କ ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ଷଷ୍ଠ ମାସର ପ୍ରଥମ ଦିନରେ 10 ଆଜ୍ଞାର ଦ୍ୱିତୀୟ ପ୍ରସ୍ତର ଫଳକକୁ ଆଣିବା ପାଇଁ ଦ୍ୱିତୀୟ ଥର ସିନୟ ପର୍ବତକୁ ଚଢ଼ିଗଲେ ଏବଂ 40 ଦିନ ପର୍ଯ୍ୟନ୍ତ ଉପବାସ କଲେ। ମୂଷା 40 ଦିନ ପର୍ଯ୍ୟନ୍ତ ପ୍ରାର୍ଥନା କରିବା ପରେ 40일 만에 ପରମେଶ୍ୱର ତାଙ୍କୁ 10 ଆଜ୍ଞାର ଦ୍ୱିତୀୟ ଫଳକ ଦେଲେ। 십계명의 ତାହା ନେବା ପରେ ମୂଷା ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ସପ୍ତମ ମାସର 10ମ ଦିନରେ ପର୍ବତରୁ ଓହ୍ଲାଇଲେ। ଆଜି ହେଉଛି ସେହି ଦିନ ଯେତେବେଳେ ସେ 10 ଆଜ୍ଞାର ଦ୍ୱିତୀୟ ଫଳକ ସହିତ ତଳକୁ ଓହ୍ଲାଇଲେ। ପରମେଶ୍ୱର ଇସ୍ରାଏଲମାନଙ୍କୁ ସେହି ସମୟକୁ ସ୍ମରଣ କରାଇବା ପାଇଁ ଯେତେବେଳେ ସେ ସେମାନଙ୍କର ସମସ୍ତ ପାପ କ୍ଷମା କରିଦେଇଥିଲେ, ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ସପ୍ତମ ମାସର ପ୍ରତ୍ୟେକ 10ମ ଦିନରେ ପ୍ରାୟଶ୍ଚିତ୍ତ ଦିନ ପାଳନ କରିବାକୁ ଆଜ୍ଞା ଦେଲେ। 10 ଦିନ ପୂର୍ବେ ତୁରିଧ୍ୱନିର ପର୍ବ ପାଳନ କରାଯାଇଥିଲା। ପ୍ରାର୍ଥନା ସମୟରେ ସକାଳ ଓ ସନ୍ଧ୍ୟାରେ ପ୍ରାର୍ଥନା କରାଯାଇଥିଲା, ହଁ ନା? ଆସନ୍ତୁ ଆମ୍ଭେ ଲେବୀୟ ପୁସ୍ତକ ଅଧ୍ୟାୟ 16ରେ ପ୍ରାୟଶ୍ଚିତ୍ତର ଦିନର ସତ୍ୟ ଉପରେ ପୁରାତନ ଏବଂ ନୂତନ ନିୟମ ଉଭୟ ନିୟମରେ 과 신약에 ପ୍ରଦର୍ଶିତ କରାଯାଇଥିବା ପରମେଶ୍ୱରଙ୍କ ପ୍ରଚୁର ଅନୁଗ୍ରହକୁ ଅନୁଭବ କରିବା। 나아가 보도록 합시다. 레위기 ଆସନ୍ତୁ ଆମ୍ଭେ ଲେବୀୟ ପୁସ୍ତକ ଅଧ୍ୟାୟ 16 ପଦ 5 ଦେଖିବା। ପୁଣି ସେ ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥେ 2 ଛାଗ ଓ ହୋମାର୍ଥେ 1 ମେଷ ନେବ। 과 번제물을 위하여 수양 하나를 취할지니라. ଆଉ ହାରୁଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ। 죄하고 ତହୁଁ ସେଇ 2 ଛାଗ ନେଇ ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ। ପୁଣି ହାରୁଣ ସେହି 2 ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ। 한 제비는 ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୁଣ ତାକୁ ନେଇ ପାପାର୍ଥ ବଳିଦାନ କରିବ। ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ସେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇପାରିବ। ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜିଅନ୍ତା ଠିଆ କରିବ। ପ୍ରାୟଶ୍ଚିତ ଦିନ 제사장들을 ଯାଜକମାନଙ୍କ ପାଇଁ ଗୋବତ୍ସ ଅର୍ପଣ କରାଯାଉଥିଲା 드리 ଆଉ ଲୋକମାନଙ୍କ ପାଇଁ 2ଟି ଛାଗ ଅର୍ପଣ କରାଯାଉଥିଲା। 그 수염소를 이제 뽑게 됩니다. ସେମାନେ 2ଟି ଛାଗକୁ 하나는 ଗୋଟିଏ ଆଜାଜେଲ ପାଇଁ ଏବଂ 속죄제 ଏକ ପାପାର୍ଥକ ବଳି ଭାବରେ ଚିହ୍ନଟ କରିବା ପାଇଁ ଚିଠି ପକାଉଥିଲେ। 수염소에게 ଗତ ବର୍ଷରେ ହୋଇଥିବା ସମସ୍ତ ପାପ ଏବଂ ଅପରାଧକୁ ସେହି ଆଜାଜେଲ ଛାଗର ମୁଣ୍ଡରେ ଭାର ଦିଆଯାଉଥିଲା, ଯାହାକୁ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଛାଡ଼ି ଦିଆଯାଉଥିଲା। 모든 절기의 행사가 이제 끝이 나게 되어 있습니다. ବର୍ଷ ସାରା ଲୋକମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପାପ ଏବଂ ଅପରାଧକୁ ପବିତ୍ର ସ୍ଥାନରେ ଲଦି ଦିଆଯାଉଥିଲା। ତାପରେ ପ୍ରାୟଶ୍ଚିତ ଦିନ 죄가 ପବିତ୍ର ସ୍ଥାନରେ ଲଦି ଦେଇ ସମସ୍ତ ପାପ ଆଜାଜେଲ ଉପରେ ଲଦି ଦିଆଯାଉଥିଲା। 그 위 만수를 함으로 말미암아서 ଏହା ସହିତ ଅତୀତରେ କରାଯାଇଥିବା ସମସ୍ତ ପାପ କ୍ଷମା କରାଯାଉଥିଲା। 완전 사해지는 ଏହା ମୂଷାଙ୍କ ସମୟରେ 시대 때 ବଳିଦାନର ବିଧି ଥିଲା। 우리 계속 ଆସନ୍ତୁ ଆମ୍ଭେ ଏହି କଥାକୁ କ୍ରମାଗତ ପଦ 15ରେ ବୁଝିବା। 계속 한번 보도록 하겠습니다. ଏ ଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍ ପାପାଚ୍ଛେଦନ ଉପରେ ଓ ପାପାଚ୍ଛେଦନ ସମ୍ମୁଖରେ ତାହା ଛିଞ୍ଚିବ। ପୁଣି ଇସ୍ରାଏଲ ସନ୍ତାନଗଣର ଔଶୋଚ ଓ ସେମାନଙ୍କ ଅଧର୍ମ ଅର୍ଥାତ୍ ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ସେମାନଙ୍କ ଔଶୋଚ ମଧ୍ୟରେ ସେମାନଙ୍କ ସହିତ ବାସ କରେଇ ଯେଉଁ ସମାଗମ ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ। ଆଉ ସେ ପ୍ରାୟଶ୍ଚିତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟାବଧି ଯେ ପର୍ଯ୍ୟନ୍ତ ବାହାର ହୋଇନାହିଁ, ପୁଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ କରିନାହିଁ, ସେ ପର୍ଯ୍ୟନ୍ତ ସମାଗମ ତମ୍ବୁରେ କୌଣସି ମନୁଷ୍ୟ ରହିବ ନାହିଁ।
ଆଉ ସେ ବାହାର ହୋଇ ସମ୍ମୁଖ ସ୍ଥିତ ବେଦୀ ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ସେହି ଗୋବସ୍ତର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦୀର ଶୃଙ୍ଗ ଉପରେ ଚାରିଆଡ଼େ ଦେବ। ପୁଣି ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା 7 ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ ସନ୍ତାନଗଣର ଔଷଜରୁ ତାହା ଶୁଚି କରିବ। ଏହି ପ୍ରକାର ସେ ପବିତ୍ର ସ୍ଥାନ ଓ ସମାଗମ ତମ୍ବୁ ଓ ବେଦୀ ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜିଅନ୍ତା ଛାଗକୁ ଆଣିବ। ପୁଣି ହାରଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା 2 ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ ଏବଂ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ। ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନି ଓ ଦେଶକୁ ଆପଣା ଉପରେ ବହି ନେବ। ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ। ଲେବୀୟ ପୁସ୍ତକ 16ରେ ପ୍ରାୟଶ୍ଚିତ ଦିନ ନିୟମ ଅନୁଯାୟୀ ଆଜାଜେଲ ଶୈତାନକୁ ଦର୍ଶାଏ। ପବିତ୍ର ସ୍ଥାନ ଆମ୍ଭେମାନେ କରିଥିବା ସମସ୍ତ ପାପ 1 ବର୍ଷ ପର୍ଯ୍ୟନ୍ତ ବହନ କରେ ଏବଂ ସେହି ପାପ ପ୍ରାୟଶ୍ଚିତ ଦିନ ସେହି ଆଜାଜେଲ ଉପରେ ରଖାଯାଏ, 안수함으로써 ଯାହାକୁ ମରିବା ପାଇଁ କୌଣସି ନିର୍ଜନ ସ୍ଥାନରେ ଛାଡ଼ି ଦିଆଯାଉଥିଲା। 전부 가져가서 거기서 배후에 ତେବେ 죽음으로 ଆମ୍ଭମାନଙ୍କ ସମସ୍ତ ପାପ 역사가 이제 ଲୋପ ପାଇଥାଏ। ଲେବୀୟ ପୁସ୍ତକ ଅଧ୍ୟାୟ 16 ପରମେଶ୍ୱର ଆମ୍ଭମାନଙ୍କୁ ଏହା ଦେଖାନ୍ତି କି 장을 통해서 ଆମ୍ଭମାନଙ୍କ ପାପ କିପରି ଲିଭାଯାଏ। 자, 여기서 이 성소는 성경에 ତେବେ ପବିତ୍ର ସ୍ଥାନ କାହାକୁ ଦର୍ଶାଉଛି? 상하고 있는지 ଆସନ୍ତୁ ଆମ୍ଭେ ଜିରିମିୟ ଅଧ୍ୟାୟ 17 ଦେଖିବା। 보도록 합시다. ଅଧ୍ୟାୟ 17 ପଦ 12ରେ ଲେଖା ଅଛି, 영화로우신 ଆଦିକାଳରୁ ଉର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ ଆମ୍ଭମାନଙ୍କର ଧର୍ମଧାମ ଅଟେ। ହେ ଇସ୍ରାଏଲର ପ୍ରତ୍ୟାଶା ଭୂମି ସଦାପ୍ରଭୁ। ପବିତ୍ର ସ୍ଥାନ ପରମେଶ୍ୱରଙ୍କୁ ଦର୍ଶାଏ। 상이 되어 있습니다. ଯେତେବେଳେ ଲୋକମାନେ ପାପ କରୁଥିଲେ ତେବେ ସେମାନଙ୍କ ପାପ ପବିତ୍ର ସ୍ଥାନରେ ଲଦି ଦିଆଯାଉଥିଲା। 결국 우리의 ଏହିପରି ଆମ୍ଭମାନଙ୍କ ଗମ୍ଭୀର ପାପ ପରମେଶ୍ୱରଙ୍କ ଉପରେ ଲଦାଯାଏ। 함께 되어 있습니다. ପ୍ରାୟଶ୍ଚିତ ଦିନ ପର୍ଯ୍ୟନ୍ତ 다가 ସମସ୍ତ ପାପ ପବିତ୍ର ସ୍ଥାନରେ ରହୁଥିଲା। 그 죄가 전부 보관된 상태에 있습니다. ସ୍ୱୟଂ ପରମେଶ୍ୱର ଆମ୍ଭମାନଙ୍କ ସମସ୍ତ ପାପକୁ ଉଠାଉଥିଲେ। 보시고 두 마리 2ଟି ଛାଗକୁ ବଳି କରୁଥିବା ବେଳେ ଜଣକୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ପାଇଁ ପାପର୍ଥକ ବଳି କରିବାକୁ ପଡୁଥିଲା 또 아사 ଏବଂ ଅନ୍ୟଟି ଆଜାଜେଲ ହେବାକୁ ପଡୁଥିଲା, ଯିଏ ପାପର ଉଦ୍ଭାବକ ଅର୍ଥାତ୍ ଶୈତାନକୁ ବୁଝାଏ, ଯାହା ଉପରେ ଆମ୍ଭମାନଙ୍କର ସମସ୍ତ ପାପ ଲଦାଯାଏ। ପାପ ବଳି ଖ୍ରୀଷ୍ଟଙ୍କୁ ବୁଝାଏ ଏବଂ ଆଜାଜେଲ ଶୈତାନକୁ ବୁଝାଏ। ଶେଷରେ ଆମ୍ଭମାନଙ୍କ ସମସ୍ତ ପାପକୁ ଶୈତାନ ଉପରେ ଲଦି ଦିଆଯାଏ। 이게 모든 죄가 이제 넘어감으로 말미암아 사단 ଯେହେତୁ ଶୈତାନ ପାପର ଉଦ୍ଭାବକ, ଏଥିପାଇଁ ସେ ଜଙ୍ଗଲରେ କୌଣସି ନିର୍ଜନ ସ୍ଥାନରେ ଭ୍ରାନ୍ତିତ ହୁଏ, 무인지경에서 배위 ଯାହାକୁ ବାଇବେଲରେ ପାତାଳ କୁଣ୍ଡ କୁହାଯାଇଅଛି। 무저갱에서 ବାଇବେଲ ଭବିଷ୍ୟବାଣୀ କରେ କି ତାହାକୁ ଶେଷରେ ପାତାଳ କୁଣ୍ଡକୁ ପଠାଯିବ। 이런 ପ୍ରାୟଶ୍ଚିତ ଦିନର ପ୍ରଚୁର ଅନୁଗ୍ରହ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରେମ ଏବଂ ବଳିଦାନକୁ ଅନୁଭବ କରିପାରିବା। 할 수가 있는데요. ପରମେଶ୍ୱର ପବିତ୍ର ସ୍ଥାନ ଏବଂ ପାପାର୍ଥକ ବଳି ରୂପରେ 멋이시지만 ଆମ୍ଭମାନଙ୍କ ପାପକୁ ଉଠାନ୍ତି। 물로서도 죄짐을 ଆସନ୍ତୁ ଆମ୍ଭେ ଏହି ବିଷୟକୁ 사실을 우리 ଜିସାୟ ଅଧ୍ୟାୟ 53 ଦ୍ୱାରା ବୁଝିବା। 함께 발견해 보도록 합시다. ଆସନ୍ତୁ ଆମ୍ଭେ ପଦ 1 ଦେଖିବା। ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? 예수님 오시기 ଯୀଶୁଙ୍କୁ ଆସିବାର 700 ବର୍ଷ ପୂର୍ବେ ପରମେଶ୍ୱର ଭାବବାଦୀ ଜିସାୟଙ୍କୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଭବିଷ୍ୟବାଣୀ ଲେଖିବାକୁ ଦେଲେ, ଯିଏ ଆମ୍ଭମାନଙ୍କ ପାପକୁ ଉଠାନ୍ତି। 2절의 말씀 ଆସନ୍ତୁ ଆମ୍ଭେ ପଦ 2 ସହିତ ଜାରି ରଖିବା। କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ। 도 없고 ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। 사람에게 ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ, 고를 많이 겪은 ଦୁଃଖୀ ଲୋକ ଓ ଶୋକ ପରିଚିତ। 마치 사람들에게 ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। 그는 ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି 하였거늘 ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। 그같이 ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। 그같이 ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। 것도다. ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ।
우리 무리의 ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି। 우리의 କ'ଣ ଏହାର ଅର୍ଥ ନୁହେଁ କି ଖ୍ରୀଷ୍ଟ ଆମ୍ଭମାନଙ୍କ ସମସ୍ତ ପାପ ବହନ କରିଅଛନ୍ତି? 그런 뜻이죠. ପଦ 7 보시면 ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ ଲୋମଛେଦକମାନଙ୍କ ସମ୍ମୁଖରେ ନିରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, 끌려갔으니 ଆଉ ସେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ। ଏହା ତାହାଙ୍କ ସମୟରେ ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ 악인과 ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। 시기를 원하사 ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା। ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି। 그 시를 보게 ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ। ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। 수고한 것 ସେ ଆପଣା ପ୍ରାଣ ବେଦନାର ଫଳ ଦେଖି ତୃପ୍ତ ହେବେ। 나의 의로운 ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିତ କରିବେ 또 ଓ ସେ ସେମାନଙ୍କର ଅପରାଧ ବହିବେ। 하리라. 이러므로 내가 ଏ ହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ବିଭାଗ କରିନେବେ। 이는 그가 କାରଣ ସେ ମୃତ୍ୟୁ ମୁଖରେ ଆପଣା ପ୍ରାଣ ଢାଡ଼ିଦେଲେ ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ। 입었습니다. ତଥାପି ସେ ଅନେକଙ୍କର ପାପ ଭାର ବହିଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ଯେପରି ଆପଣ ଜିସାୟ ଅଧ୍ୟାୟ 53ରେ ଦେଖିପାରିବେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନଙ୍କ କାରଣରୁ ସ୍ୱର୍ଗୀୟ ପିତା ଓ ମାତାଙ୍କୁ ବଳିଦାନ କରିବାର ଆବଶ୍ୟକତା ଅଛି। ଆଉ ଏହି ଭବିଷ୍ୟବାଣୀ କରାଯାଇଅଛି ଯେ ସ୍ୱର୍ଗୀୟ ପିତା ଆମ୍ଭମାନଙ୍କ ଅଧର୍ମର ଭାରକୁ ଉଠାଇବେ ଓ ଯେଉଁ କଷ୍ଟକୁ ଆମ୍ଭମାନଙ୍କୁ ସହିବା ଉଚିତ ତାହା ସ୍ୱୟଂ ସହ୍ୟ କରିବେ। 우리는 ଯେହେତୁ ଅନେକ ଥର ପାପ କ୍ଷମାର ଉଲ୍ଲେଖ କରାଯାଇଅଛି, ଏଥିପାଇଁ ଆମ୍ଭେମାନେ ଚିନ୍ତା କରିପାରିବା ଯେ ଯଦି ଆମ୍ଭେମାନେ କେବଳ ପର୍ବଗୁଡ଼ିକୁ ପାଳନ କରିବା 여기까지의 ତେବେ ଆମ୍ଭମାନଙ୍କ ପାପ ଆପେ କ୍ଷମା କରାଯାଏ। କିନ୍ତୁ ଆମ୍ଭମାନଙ୍କୁ ଅଳ୍ପ ଅନୁଭବ କରିବାର କାରଣ ଏହା ଥିଲା କି 짊어져주고 있습니다. ଆଉ କେହି ଆମ୍ଭମାନଙ୍କ ପାପ ଲିଭିଯିବା ପର୍ଯ୍ୟନ୍ତ ତାହା ବହନ କରୁଥିଲେ। ଆଉ ସେ ଆମ୍ଭମାନଙ୍କ ପିତା ଓ ମାତା ଥିଲେ। 시간 속에 କ'ଣ ଏହା ସ୍ୱର୍ଗୀୟ ପିତା ଓ ମାତାଙ୍କ ଏହି ବଳିଦାନ ଦେଖିବା ପାଇଁ ନଥିଲା ଯେ 1500 ବର୍ଷର ଦୀର୍ଘ ସମୟ ପର୍ଯ୍ୟନ୍ତ 희생을 ହୋମବେଦୀ ଉପରେ ଅସଂଖ୍ୟ ପଶୁର ବଳି କରାଗଲା? 했던 것 아니겠습니까? ଆମ୍ଭେମାନେ ସର୍ବଦା ଏଠି ସେଠି ବଧ କରାଯାଉଥିବା ମେଷ ସମାନ 그런 ସ୍ୱର୍ଗୀୟ ପିତା ଓ ମାତାଙ୍କୁ ମୃତ୍ୟୁର ରେଖା ଅତିକ୍ରମ କରିବାର ଯନ୍ତ୍ରଣା ଦେଇଅଛୁ। 이 같은 일을 ଆମ୍ଭେମାନେ ଏପରି ସହସ୍ର ବର୍ଷରୁ କରିଆସୁଅଛୁ। 다시 한번 생각한다. ଯେତେବେଳେ ଆମ୍ଭେମାନେ ଏହି ବିଷୟ ଉପରେ ବିଚାର କରିଥାଉ, ତେବେ ପିତା ଓ ମାତାଙ୍କ ସମ୍ମୁଖରେ 진정 어린 ଆମ୍ଭମାନଙ୍କୁ ସଚ୍ଚୋଟତା ପୂର୍ବକ ଅନୁତାପ କରିବା ଉଚିତ। 나야 되겠습니다. ଆଉ ସତ୍ୟ ଅନୁତାପ କରିବାର ଅର୍ଥ କ'ଣ? 두 번 다시 ଦ୍ୱିତୀୟ ଥର ଗୋଟିଏ ମଧ୍ୟ ପାପ ନ କରିବାର ସଂକଳ୍ପ ନେବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ବିରୋଧରେ କରାଯାଇଥିବା ସମସ୍ତ ପାପର ସୂଚନା ପ୍ରସ୍ତୁତ କରିବା। 첫째, ପ୍ରଥମେ ପରମେଶ୍ୱରଙ୍କୁ ସ୍ୱର୍ଗରେ ମହିମାମୟ ସିଂହାସନ ଉପରେ ବସିବା ଉଚିତ। 우리 କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଏହି ପୃଥିବୀରେ ଶରୀରରେ ଆସିବାକୁ ବାଧ୍ୟ କରାଇଲୁ। 죄가 참 ଏହା ଆମ୍ଭମାନଙ୍କର ଗମ୍ଭୀର ପାପ। 두 번째가 ଦ୍ୱିତୀୟ, 십자가에 ପରମେଶ୍ୱରଙ୍କୁ କ୍ରୁଶରେ ଚଢ଼ାଇବାକୁ ବାଧ୍ୟ କରାଇବା ଗମ୍ଭୀର ପାପ। 우리 죄가 없었다. ଯଦି ଆମ୍ଭେମାନେ ପାପ କରିନଥାନ୍ତୁ, 못 박힌 ତାହେଲେ ପରମେଶ୍ୱରଙ୍କୁ କ୍ରୁଶରେ ଚଢ଼ାଯାଇନଥାନ୍ତା। ପରବର୍ତ୍ତୀ, 직질 당하기 ପରମେଶ୍ୱରଙ୍କୁ କୋରଡ଼ା ଓ ବିଧା ଖାଇବାର ବାଧ୍ୟ କରିବାର ପାପ 뺨을 ଓ ଉପହାସ ଏବଂ ତିରସ୍କାର କରିବାର ପାପ 멸시를 ଏବଂ କଣ୍ଟାର ମୁକୁଟ ପିନ୍ଧିବାକୁ ବାଧ୍ୟ କରିବା 당하게 한 죄. ଓ ଗୁଲିବାଣ୍ଟ କରି ତାହାଙ୍କ ବସ୍ତ୍ର ଭାଗ କରିବାର ପାପ। 오늘 ଏହି ପ୍ରାୟଶ୍ଚିତ ଦିନରେ ଆମ୍ଭମାନଙ୍କୁ ଆପଣଙ୍କୁ ପଛକୁ ଅନାଇ ଦେଖିବାର ଆବଶ୍ୟକତା ଅଛି। 보면서 ଯେତେବେଳେ ଆମ୍ଭେମାନେ ପାପୀ ଥିଲୁ, ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କଲେ ନାହିଁ, କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଖାଇଲେ କି ସେ ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି। 아픔만 ତଥାପି ମଧ୍ୟ ଅଳ୍ପ କଷ୍ଟ ସହ୍ୟ କରିବା କାରଣରୁ ଆମ୍ଭେମାନେ ଗୋଟିଏ ଦିନରେ ଆପଣଙ୍କୁ କେତେଥର ପରମେଶ୍ୱରଙ୍କୁ ଛାଡ଼ିବାର ଚେଷ୍ଟା କରୁ। 해버리는 ଆଉ ଆମ୍ଭମାନଙ୍କ ସହିତ ସ୍ଥିର କରାଯାଇଥିବା ପରମେଶ୍ୱରଙ୍କ ନିୟମର ଉଚିତ ମୂଲ୍ୟକୁ ନ ଜାଣୁଥାଇ ପାଇଥାଉ। 그런 죄에 ଆମ୍ଭମାନଙ୍କୁ ଏପରି ପାପର ଅଂଶୀ ନ ହେବା ଉଚିତ। ଆମ୍ଭେମାନେ କ୍ରୁଶରେ ନିର୍ଗତ ପରମେଶ୍ୱରଙ୍କ ବହୁମୂଲ୍ୟ ରକ୍ତକୁ 그냥 단순한 କେବଳ କିଛି ଚିତ୍ର ବା ଚଳଚ୍ଚିତ୍ରର ସାଧାରଣ ଦୃଶ୍ୟ ବୋଲି ବୁଝିବା ଉଚିତ ନୁହେଁ। 그 아픔 ଏହା ପରିବର୍ତ୍ତେ ମୋତେ ଓ ଆପଣଙ୍କୁ ତାଙ୍କ କଷ୍ଟ ଓ ହୃଦୟ ବିଦାରକ ଶୋକର ଏକ ଅଂଶୀ ହେବା ଉଚିତ। 여러분과 제가 꼭 되셔야 되겠습니다. 예.
그래서 ଏଥିପାଇଁ ଜିସାୟ ଅଧ୍ୟାୟ 53ରେ ଲେଖା ଅଛି, 우리의 죄악, ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ 우리의 ଓ ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। 의 죄악을 일함이라. 전부가 ଆମ୍ଭମାନଙ୍କ ପାପ ନିମନ୍ତେ ପରମେଶ୍ୱର ଏସବୁ ସହ୍ୟ କଲେ। 겪으시고 당하셨습니다. କେବଳ କୃଷର ବଳିଦାନ 우리가 ଏହି ବାକ୍ୟଗୁଡ଼ିକୁ କହିବା 생각마다 ଓ ଉପର ମନରେ ବୁଝିବା ପରିବର୍ତ୍ତେ 글자로서만 ଆମ୍ଭମାନଙ୍କୁ ଏହି ବିଷୟର ସ୍ମରଣ କରିବା ଉଚିତ କି ଯେଉଁ ସ୍ଥାନରେ ଆମ୍ଭେମାନେ ପୀଡ଼ିତ ହେବାକୁ ଥିଲୁ 자리에 ସେଠାରେ ସ୍ୱର୍ଗୀୟ ପିତା ଆମ୍ଭମାନଙ୍କୁ ଉଦ୍ଧାର ନିମନ୍ତେ ପୀଡ଼ିତ ହେଲେ 어머니 ଏବଂ ଏହାକି ଯେତେବେଳେ ଆମ୍ଭେମାନେ ପାପ କରିଥାଉ ସ୍ୱର୍ଗୀୟ ମାତାଙ୍କୁ ପ୍ରତ୍ୟେକ ଦିନ ଅଗ୍ନିରେ ଦଗ୍ଧ ହେଉଥିବା ବେଦୀ ଉପରେ ଉତ୍ସର୍ଗୀକୃତ ହେବାକୁ ପଡ଼େ। ଏହି ପ୍ରାୟଶ୍ଚିତ୍ତର ଦିନ ମାଧ୍ୟମରେ ଯଦିଓ ଆମ୍ଭେ ଆବଶ୍ୟକ କରୁଥିବା କିଛି ଜାଣିନାହୁଁ କି ଆମ୍ଭେମାନେ ସ୍ୱର୍ଗୀୟ ପିତା ଓ ମାତାଙ୍କ ପ୍ରେମ ବଳିଦାନ ଓ କଠିନ ପରିଶ୍ରମକୁ ଯାହା ସେମାନେ ଆମ୍ଭମାନଙ୍କ ନିମନ୍ତେ କରିଛନ୍ତି କେବେ ମଧ୍ୟ ଭୁଲିବା ନାହିଁ। ଆସନ୍ତୁ ଆମ୍ଭେମାନେ ଏଫିସିଓ ଅଧ୍ୟାୟ 1କୁ ଯିବା। ଏଫିସିଓ ଅଧ୍ୟାୟ 1 ପଦ 7ରେ ଲେଖା ଅଛି, ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁରୁ କ୍ଷମାପ୍ରାପ୍ତ ହୋଇଅଛୁ। ଏଠାରେ ଶବ୍ଦ ତାହାଙ୍କ ରକ୍ତ ଦ୍ୱାରା ବହୁତ ନରମ ଅଭିବ୍ୟକ୍ତି। ଅଧିକ ଉଚିତ ଭାବରେ ଆମ୍ଭମାନଙ୍କୁ ବୁଝିବା ଉଚିତ ଯେ ସେ ଆପଣା ଦୁଃଖପୂର୍ଣ୍ଣ ମୃତ୍ୟୁ ଦ୍ୱାରା ହିଁ ଆମ୍ଭମାନଙ୍କ ପାପକୁ କ୍ଷମା କରି ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି। 우리가 ଆମ୍ଭମାନଙ୍କୁ ଆପଣା ପାପର ଋଣ ପରିଶୋଧ କରିବା ଉଚିତ ଥିଲା। 모든 ତେବେ କ'ଣ ପୁରାତନ ନିୟମରେ ପ୍ରତିରୂପ ଭାବରେ ପ୍ରଦର୍ଶିତ କରାଯାଇ ନାହିଁ 하나님께서 대신하셨다는 것을 କି ପିତା ଓ ମାତା ଆମ୍ଭମାନଙ୍କ ପାପର ସ୍ଥାନ ନେଲେ? 보여주지 않았습니까? 날마다 ପ୍ରତ୍ୟେକ ସକାଳ ଓ ଅପରାହ୍ନର ପ୍ରାର୍ଥନା ସମୟରେ 기도 시간이 କ'ଣ ହୋଇଥାଏ? 하는 시간입니까? 아버지 ଆମ୍ଭମାନଙ୍କ ପାପକୁ କ୍ଷମା କରିବା ପାଇଁ 우리 죄 ସକାଳ ଓ ଅପରାହ୍ନର ପ୍ରାର୍ଥନାର ସମୟ 기 위해서 ସ୍ୱର୍ଗୀୟ ପିତା ଓ ମାତାଙ୍କ ପାଇଁ 뿌리시고 ଆପଣା ରକ୍ତ ନିର୍ଗତ କରିବାର ସମୟ। 시간이 ଆଉ ସେମାନେ ହୋମବେଦୀ ଉପରେ ବଳି ହୁଅନ୍ତି। ଏଥିପାଇଁ ସେମାନେ ବିଶ୍ରାମ ଦିନର ନୈବେଦ୍ୟ ମଧ୍ୟ ହୁଅନ୍ତି। ଆଉ ଆଜି ସେମାନେ ସେହି କାରଣରୁ ପ୍ରାୟଶ୍ଚିତ ଦିନର ନୈବେଦ୍ୟ ମଧ୍ୟ ହୁଅନ୍ତି। 그런 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? 누가 우리 କି କ୍ଲେଶ କି ସଙ୍କଟ କି ତାଡ଼ନା କି ଦୁର୍ଭିକ୍ଷ କି ଉଲ୍ଲଂଘତା କି ବିପଦ କି ଖଡ଼୍ଗ? 그 어떤 ଖ୍ରୀଷ୍ଟଙ୍କ ପ୍ରେମରୁ କେହି ମଧ୍ୟ ଆମ୍ଭମାନଙ୍କୁ ଅଲଗା କରିବ ନାହିଁ। 수 없다. 사도 바울이 그 ପାଉଲ ଆପଣା ବିଶ୍ୱାସକୁ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ରଖିବାରେ ସକ୍ଷମ ହେବାର କାରଣ ଏହା ଥିଲା 우리를 위해서 କି ସେ ଆମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ବଳିଦାନ ଓ ପ୍ରେମକୁ ସଠିକ୍ ଭାବରେ ବୁଝିଥିଲେ। 알았기 때문입니다. 그러니까 초대 ପ୍ରଥମ ଚର୍ଚ୍ଚର ସମସ୍ତ ସଦସ୍ୟ ଖ୍ରୀଷ୍ଟଙ୍କ ପାଇଁ ଅତ୍ୟାଚାର ଓ ପୀଡ଼ାକୁ 그리스도를 위해서 ଏକ ବଡ଼ ମହିମା ଭାବି 받는 것을 ଯନ୍ତ୍ରଣାକୁ ଏପରି କିଛି ମାନିଲେ ଯାହା ସ୍ୱାଭାବିକ। କିନ୍ତୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ସମୟରେ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବିଶ୍ୱାସର ଜୀବନରେ ଛୋଟ ବାଧା ବା ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ ସେତେବେଳେ ଆମ୍ଭେମାନେ ଏହାଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥାଉ। ଯେତେବେଳେ ଆମ୍ଭେମାନେ ପିତାଙ୍କ ବିଷୟରେ ଚିନ୍ତା କରିଥାଉ ଯେ ଆମ୍ଭମାନଙ୍କ ପାପ ହେତୁ ଆପଣା ବଳିଦାନ କଲେ, 내 죄로 ଆଉ ଯେତେବେଳେ ଆମ୍ଭେମାନେ ତାହାଙ୍କ ଅନୁଗ୍ରହ ବିଷୟରେ ଚିନ୍ତା କରିଥାଉ 이런 어떤 ଯେ ଆମ୍ଭମାନଙ୍କ ପରିବର୍ତ୍ତେ କଷ୍ଟ ଭୋଗ କଲେ, ସେତେବେଳେ ଆମ୍ଭମାନଙ୍କ ପରି ପାଉଲ କହିଲେ, 또 핍박과 ଖ୍ରୀଷ୍ଟଙ୍କ ପ୍ରେମରୁ ଆମ୍ଭମାନଙ୍କୁ କେହି ଅଲଗା କରିପାରିବେ ନାହିଁ। 과 같이 누가 ଯେକୌଣସି କଷ୍ଟ, 조건을 가지고도 ପରୀକ୍ଷା ଓ ଅତ୍ୟାଚାରରୁ ବିଜୟ ଲାଭ କରିପାରିବା। 이런 어떤 그 ଆମ୍ଭମାନଙ୍କୁ ଏହି ପ୍ରକାରର ବିଶ୍ୱାସ ରଖିବା ଉଚିତ। 또 자세가 되어야 되겠습니다. 예. 십자가에 흘리신 ଯେଉଁମାନେ ଖ୍ରୀଷ୍ଟଙ୍କ ମୂଲ୍ୟବାନ ରକ୍ତର ଅର୍ଥ ବୁଝନ୍ତି ନାହିଁ 쉽게 그리스도를 ସେମାନେ ସହଜରେ ଖ୍ରୀଷ୍ଟଙ୍କୁ ପରିତ୍ୟାଗ କରନ୍ତି। 쉽게 ସେମାନେ ତାହାଙ୍କଠାରୁ ମୁଖ ଫେରାଇ ନିଅନ୍ତି 그래서 장차 ଆଉ ଶେଷରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି ନାହିଁ। 이런 안타까운 ଆମ୍ଭମାନଙ୍କ ସହିତ ଏପରି କେବେ ହେବା ଉଚିତ ନୁହେଁ। 우리 살 ଆମ୍ଭମାନଙ୍କ ପାପର ପରିବର୍ତ୍ତେ ପିତା ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ ଏହି ପୃଥିବୀକୁ ଆସିଲେ। 사람들의 초록 ଲୋକମାନଙ୍କ ଅତ୍ୟାଚାର ଉପହାସକୁ ସହ୍ୟ କରୁଥାଇ ସେ 37 ବର୍ଷ ପର୍ଯ୍ୟନ୍ତ ସୁସମାଚାର ପଥରେ ଚାଲିଲେ। 하늘 어머니 지금 ଆଉ ସ୍ୱର୍ଗୀୟ ମାତା ଆପଣା ବୟସ ହେବା ସତ୍ତ୍ୱେ 또 연로하신 ଏବେ ମଧ୍ୟ ସାରା ଦୁନିଆର ସିଓନର ସମସ୍ତ ସନ୍ତାନଙ୍କୁ 세계 자녀들 ଦେଖାଶୁଣା କରୁଛନ୍ତି। 살피시고 또 돌보고 계시는 ହଁ ନା? 것 같습니까? ପ୍ରାୟଶ୍ଚିତ୍ତର ଦିନ ଦ୍ୱାରା ଆସନ୍ତୁ ଆମ୍ଭେମାନେ ଆପଣା ହୃଦୟରେ ତାହାଙ୍କ ବଳିଦାନକୁ ଆଉ ଥରେ ଖୋଦିତ କରିବା। 바울이 왜 그런 얘기 ପାଉଲ କହିଲେ ଖ୍ରୀଷ୍ଟଙ୍କ ପ୍ରେମରୁ ଆମ୍ଭମାନଙ୍କୁ କିଛି ମଧ୍ୟ ଅଲଗା କରିପାରିବ ନାହିଁ। 그리스도와 ଆଉ ପିତର ସୈନ୍ୟମାନଙ୍କୁ ଏହା କହି 십자가에 못 박혀 ମୁଁ ଖ୍ରୀଷ୍ଟଙ୍କ ପରି କ୍ରୁଶବିଦ୍ଧ ହୋଇପାରିବି ନାହିଁ। 거꾸로
ଏହା ନିବେଦନ କଲେ କି ସେମାନେ କ୍ରୁଶରେ ତାଙ୍କୁ ଓଲଟା ଟଙ୍ଗାଇ ଦିଅନ୍ତୁ। 당부를 해서 ସେ ଓଲଟା ହୋଇ କ୍ରୁଶରେ ଆପଣା ଜୀବନକୁ ଶେଷ କରିପାରିଲେ, କାରଣ ସେ ଖ୍ରୀଷ୍ଟଙ୍କ ବିଷୟରେ ଚିନ୍ତା କଲେ, 그 죄악 ଯେ ଆମ୍ଭମାନଙ୍କୁ ଏକତ୍ର କରି ଆମ୍ଭମାନଙ୍କ ପାପର ବୋଝକୁ ଉଠାଇଥିଲେ। 하나님께서 ସେ ସର୍ବଦା ଏପରି ଚିନ୍ତା କଲେ, 그 희생의 길을 ପରମେଶ୍ୱର ଚାଲିଥିବା ବଳିଦାନର ପଥର ତୁଳନାରେ ଏହି ଦୁଃଖ ଓ କଷ୍ଟ 또 아니다는 것을 କିଛି ମଧ୍ୟ ନୁହେଁ। 이렇게 생각해 왔던 것입니다. 이번 또 ଏହି ପ୍ରାୟଶ୍ଚିତ୍ତର ଦିନ ମାଧ୍ୟମରେ 신앙을 ଆମ୍ଭମାନଙ୍କ ମନରେ ମଧ୍ୟ 한번 ଏହି ପ୍ରକାରର ବିଶ୍ୱାସ ବିକଶିତ ହେବା ଦରକାର। 했습니다. ଏଫିସିଓ ଅଧ୍ୟାୟ 1 ପଦ 7ରେ ଲେଖାଯାଇଥିବା ଅଭିବ୍ୟକ୍ତି 말미암아 ଆମ୍ଭେମାନେ ତାହାଙ୍କ ରକ୍ତ ଦ୍ୱାରା ପାପର କ୍ଷମା ଏବଂ ମୁକ୍ତ ପାଇଅଛୁ ର ଆକ୍ଷରିକ ଅର୍ଥ ହେଉଛି ଯେ କେବଳ ଖ୍ରୀଷ୍ଟଙ୍କ ଅତ୍ୟଧିକ ବଳିଦାନ ଏବଂ ମୃତ୍ୟୁ ଦ୍ୱାରା ଆମ୍ଭମାନଙ୍କୁ କ୍ଷମା ଏବଂ ମୁକ୍ତ କରାଯାଇଥାଏ। 그의 ତାହାଙ୍କ ରକ୍ତର ଅର୍ଥ ତାହାଙ୍କ ମୃତ୍ୟୁ। 그 죽기 ସେ ମୃତ୍ୟୁ ମୁଖରେ ଥିବାବେଳେ ତାଙ୍କ ମନରେ କ'ଣ ଚାଲୁଥିଲା? 우리 수많은 자녀들의 ବଧସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ଲୋମଛେଦକମାନଙ୍କ ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ, ଆଉ ଏକୁଟିଆ ଆପଣା ସନ୍ତାନମାନଙ୍କ ଅନେକ ପାପର ଭାର ଉଠାଇଲେ। 때문에 내가 이 고통을 당한다. ସେ ଥରେ ହେଲେ ମଧ୍ୟ କହିଲେ ନାହିଁ, ତୁମ୍ଭମାନଙ୍କ ହେତୁ ମୁଁ ଏହିପରି ଯନ୍ତ୍ରଣା ଭୋଗୁଛି। ସେ ଆପଣା ସନ୍ତାନଙ୍କ ସମସ୍ତ ପାପର ବୋଝ ଚୁପଚାପ ଉଠାଇଲେ। 아픔을 안으로 홀로 ସେ ବଳିଦାନର ପଥରେ ଚାଲିଲେ, ଆଉ ଏକୁଟିଆ ସମସ୍ତ କଷ୍ଟକୁ ସହ୍ୟ କଲେ। ଆଜି 가신 그 ଆମ୍ଭେମାନେ ତାହାଙ୍କ ଗଭୀର ଓ ନୀରବ ପ୍ରେମ ଉପରେ ଧ୍ୟାନ ଦେବା ଓ ତାହାକୁ ଆପଣା ହୃଦୟରେ ଆଉ ଥରେ 십자가라는 ଖୋଦିତ କରିବାର ଆବଶ୍ୟକତା ଅଛି। 되새기시면서 이 사도들과 ଏହାର ଅତିରିକ୍ତ ଆମ୍ଭମାନଙ୍କୁ ଏହା ଅନୁଭବ କରିବାର ଆବଶ୍ୟକ କି କାହିଁକି ପ୍ରଥମ ଚର୍ଚ୍ଚର ବିଶ୍ୱାସୀମାନେ ସମୀରଣରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ 많은 어떤 ସମସ୍ତ ଲୋକଙ୍କ ଦ୍ୱାରା ପିତାଙ୍କ ଗୌରବାନ୍ୱିତ କଲେ, ଆଉ କୌଣସି ପ୍ରକାରର ସହିତ ସେମାନଙ୍କୁ ଅଟକାଇ ପାରିଲା ନାହିଁ। 우리가 ଆମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛୁ ତାହା ଦୁନିଆର ଲୋକମାନଙ୍କ କାର୍ଯ୍ୟ ପରି ନୁହେଁ। ଆମ୍ଭେମାନେ ସୁସମାଚାର କାର୍ଯ୍ୟ ଏଥିପାଇଁ କରୁଅଛୁ କାରଣ ଆମ୍ଭେମାନେ ପରମେଶ୍ୱରଙ୍କ ମହାନ ପ୍ରେମ ଓ ଅନୁଗ୍ରହକୁ ଅନୁଭବ କରିଅଛୁ। କେବଳ ତେବେ ଯାଇ ଆପଣ ସତ୍ୟଯାଜକ ପଦକୁ ଗୁରୁତ୍ୱ ଦେଇପାରିବେ, ଅନ୍ୟଥା ତେବେ ଏହା କେବଳ ଗୋଟିଏ କାମ ହେବ। ଆସନ୍ତୁ ଆମ୍ଭେମାନେ ପ୍ରଥମ ପିତର ଅଧ୍ୟାୟ 1 ପଦ 7 ଦେଖିବା। ଆଉ ଯେ ମୁକାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସ କାଳ ସଭୟରେ କ୍ଷେପଣ କର। ଯେଣୁ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ 은이나 ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ 점 없는 ମେଷ ଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। 있습니다. 결국 ଆମ୍ଭମାନଙ୍କୁ ଆଉ ଥରେ ମନେ ରଖିବା ଆବଶ୍ୟକ 희생이 모든 망령된 କି ପିତାଙ୍କ ବଳିଦାନ ଏବଂ ମୃତ୍ୟୁ ଆମ୍ଭମାନଙ୍କୁ 조상들이나 우리나 ଏବଂ ଆମ୍ଭମାନଙ୍କ ପିତୃପୁରୁଷଗଣଙ୍କୁ 주시고 ଖରାପ ଆଚରଣର ମୁକ୍ତି ପାଇବାର 동력이 되어 ପ୍ରେରକ ଶକ୍ତି। 다시 한번 마음 가운데 명심하셔야 되겠습니다. 예, 요한 1장 ଆସନ୍ତୁ ଆମ୍ଭେ ପ୍ରଥମ ଝୋନ ଅଧ୍ୟାୟ 4କୁ ଯିବା। 7절에 ଅଧ୍ୟାୟ 4 ପଦ 7। 사랑 ହେ ପ୍ରିୟମାନେ, 우리가 서로 ଆସ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, 함께 속한 것이 କାରଣ ପ୍ରେମ ଈଶ୍ୱରଙ୍କ ଠାରୁ ଜାତ। 하나님께로 ଆଉ ଯେ କେହି ପ୍ରେମ କରେ ସେ ଈଶ୍ୱରଙ୍କ ଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ। ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ। 하나님의 ଏଥିରେ ହିଁ ଈଶ୍ୱରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ 하나님이 자기의 ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ। 갖고 있습니다. 예, 우리를 ପ୍ରଥମ ଝୋନ ଅଧ୍ୟାୟ 1ରେ ଲେଖା ଅଛି କି ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ପରମେଶ୍ୱର ଏହି ପୃଥିବୀକୁ ଆସି 희생당하신 କ୍ରୁଶର ଅପମାନକୁ ସହ୍ୟ କରି 요한 କ୍ରୁଶରେ ନିଜକୁ ବଳିଦାନ ଦେଲେ। 기록을 했습니다. ପଦ 10। 보시면 ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ସ୍ୱରୂପ କରି ପଠାଇଲେ। ଏଥିରେ ତ ପ୍ରେମ ପ୍ରକାଶ ପାଏ। ହେ ପ୍ରିୟମାନେ, ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, 우리도 ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ। ପ୍ରଥମ ଚର୍ଚ୍ଚର ସମସ୍ତ ପ୍ରେରିତ ଏବଂ ସଦସ୍ୟମାନେ ଏହି ପ୍ରେମକୁ ଅନୁଭବ କରିଥିଲେ। 때문에 누가 ଏଥିପାଇଁ ସେମାନେ କହିଲେ, ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? 끊을 수 있겠느냐? କ'ଣ କ୍ଲେଶ ଆମ୍ଭମାନଙ୍କୁ ତାଙ୍କ ପ୍ରେମରୁ ଅଲଗା କରିବ? କ'ଣ ଉପଦ୍ରବ ଆମ୍ଭମାନଙ୍କୁ ତାଙ୍କ ପ୍ରେମରୁ ଅଲଗା କରିବ? 그 어떤 것이 ସୃଷ୍ଟି ମଧ୍ୟରୁ କିଛି ମଧ୍ୟ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ।
ଯେତେବେଳେ ଆମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ପ୍ରଦର୍ଶିତ କରାଯାଇଥିବା ପ୍ରେମ ବିଷୟରେ ଭାବିବା, ତେବେ ଆମ୍ଭେ କେମିତି ତାଙ୍କ ସହିତ ବିଶ୍ୱାସଘାତକ କରିପାରିବା? ପ୍ରତିବର୍ଷ ଆମ୍ଭେ ପ୍ରାୟଶ୍ଚିତ୍ତର ଦିନ ପାଳନ କରୁଅଛୁ। ପ୍ରାର୍ଥନା ସମୟ କେବଳ 10 ଦିନ ପର୍ଯ୍ୟନ୍ତ ହୁଏ, କିନ୍ତୁ କିଛି ସଦସ୍ୟଙ୍କୁ ଭୋର ଏବଂ ସନ୍ଧ୍ୟା ସମୟର ଆରାଧନାରେ ଭାଗ ନେବାରେ କଷ୍ଟକର ହୋଇଥାଏ। କିନ୍ତୁ ହଜାର ହଜାର ବର୍ଷ ଧରି ପରମେଶ୍ୱର ଆମ୍ଭମାନଙ୍କ ପାପ ଏବଂ ଅଧର୍ମର ଭାର ବହନ କରୁଛନ୍ତି। 지었던 ଏହି ବିଷୟ ଉପରେ ବିଚାର କରନ୍ତୁ। 죄 짐을 지금까지 짊어지고 계신다고 생각을 해보십시오. 우리 하나님께서 ଯଦି ଆପଣ ପରମେଶ୍ୱରଙ୍କ ଦ୍ୱାରା ଉଠାଯାଇଥିବା ପାପର ଭାର ବିଷୟରେ ଚିନ୍ତା କରିବେ, 모든 것은 ତେବେ କ'ଣ ଆପଣଙ୍କୁ ଲାଗିବ ନାହିଁ କି ଯାହା ଆମ୍ଭେମାନେ କରୁଅଛୁ 느낄 수 있지 않습니까? ତାହା କିଛି ମଧ୍ୟ ନୁହେଁ? 그래서 ଏଥିପାଇଁ ଅଧ୍ୟାୟ 4 ପଦ 9ରେ ଲେଖା ଅଛି, 살리시기 위해서 ସେ ଆପଣର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, 저로 말미암아 ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ। 구했습니다. 베드로서 ଆସନ୍ତୁ ଆମ୍ଭେ ପ୍ରଥମ ପିତର ଅଧ୍ୟାୟ 3 ପଦ 17 ଦେଖିବା। 선을 행함으로 କାରଣ ଦୁଷ୍କର୍ମ ସକାଶେ ଦୁଃଖ ଭୋଗ କରିବା ଠାରୁ ବରଂ ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ, ତାହେଲେ ସତ୍କର୍ମ ସକାଶେ 그래서 한번 ଦୁଃଖ ଭୋଗ କରିବା ଭଲ। ଯେଣୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁ ଭୋଗ କଲେ, 죽으심이 아니고 ସେ କେବଳ ହତ ହେଲେ ନାହିଁ, 어떤 우리도 କିନ୍ତୁ ଆମ୍ଭମାନଙ୍କ ପରି ଅଧାର୍ମିକ ଲୋକଙ୍କ ପାଇଁ ହତ ହେଲେ। 이는 우리를 ସେ ଶରୀରରେ ମୃତ୍ୟୁ ଭୋଗ କଲେ ସତ, 육체로는 କିନ୍ତୁ ଆତ୍ମାରେ ଜୀବିତ ହେଲେ। 영으로는 살리시고 ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ 목에 있는 영들에게 ପ୍ରଚାର କଲେ। 하시더라 했습니다. ଖ୍ରୀଷ୍ଟ ଯେ ଧାର୍ମିକ ଅଟନ୍ତି, ଅଧାର୍ମିକମାନଙ୍କ ପାଇଁ ମୃତ୍ୟୁବରଣ କଲେ ଏବଂ ସେ ସ୍ୱୟଂ ଆମ୍ଭମାନଙ୍କ ପାପର ବୋଝ ଉଠାଇ ଆମ୍ଭମାନଙ୍କ ପାଇଁ କଷ୍ଟ ଉଠାଇଲେ। 새 시대 때로 ମୋସାଙ୍କ ସମୟରୁ 1500 ବର୍ଷ ପର୍ଯ୍ୟନ୍ତ 현관 세월 속에 하나님께서 ପରମେଶ୍ୱର ପ୍ରତିବର୍ଷ ପଶୁ ବଳି କରିବାର ଅନୁମତି ଦେଲେ। 매년 반복하게 하시고 ପ୍ରତ୍ୟେକ ବଳିଦାନ 아버지 어머니의 ପିତା ଓ ମାତାଙ୍କ ବଳିଦାନକୁ ଦର୍ଶାଇବା ପାଇଁ ଥିଲା। 보여주셨습니다. ବାହ୍ୟ ରୂପରେ 세상은 ପଶୁମାନଙ୍କୁ ବଧ କରାଯାଇ ବଳି କରାଯାଇଥିଲା, କିନ୍ତୁ ଏହା କାହାର ବଳିଦାନକୁ ଦେଖାଏ? ଏହା ସ୍ୱର୍ଗୀୟ ପିତା ଓ ମାତାଙ୍କ ବଳିଦାନକୁ ଦେଖାଏ। 다시 한번 ଯେତେବେଳେ ଆମ୍ଭେ ଆପଣା ପାପର ତାଲିକାଭୁକ୍ତ କରୁ, 하나님을 ତେବେ ଆମ୍ଭେ ଦେଖିପାରିବା କି ଆମ୍ଭେମାନେ ପରମେଶ୍ୱରଙ୍କୁ ଶରୀରରେ ଆସିବାକୁ ବାଧ୍ୟ କଲୁ। 피 흘리게 한 주, କ୍ରୁଶରେ ବଳିଦାନ ହେବା, 직질 당하게 한 କ୍ରୁଶରେ ରକ୍ତ ନିର୍ଗତ ଏବଂ କୋରଡ଼ା ଏବଂ ବିଧା ମାରିବାରେ 침을 당하게 ବାଧ୍ୟ କରିବାର ପାପ ଏବଂ ପରିହାସ ଏବଂ ଅପମାନ କରିବା, 것을 제비 뽑히게 ତାଙ୍କ ବସ୍ତ୍ର ବାଣ୍ଟିବା ସମୟରେ ଅପମାନ ସହିବାକୁ ଏବଂ କଣ୍ଟାର ମୁକୁଟ ପରିଧାନ କରିବାରେ ବାଧ୍ୟ କରିବା ଏବଂ ତାଙ୍କୁ ଆପଣା ସ୍ୱର୍ଗୀୟ ମହିମାକୁ ଛାଡ଼ିବାରେ ବାଧ୍ୟତା କରିବାର ପାପ କରିଅଛୁ। ଯଦିଓ ହିଁ ଆମ୍ଭେମାନେ ଏଥିମଧ୍ୟରୁ ଗୋଟିଏ ମଧ୍ୟ ପାପ କରିଅଛୁ, ତଥାପି ଆମ୍ଭେ ପରମେଶ୍ୱରଙ୍କ ସମ୍ମୁଖରେ ଆସିବାର ସାହସ କରିପାରିବା ନାହିଁ। କିନ୍ତୁ ଆମ୍ଭମାନଙ୍କ ପାପ ହେତୁ ଏହିସବୁ ଘଟଣା ଘଟିଗଲା। 내가 그가 ଏହି ସବୁ କିଛି ଏଥିପାଇଁ ହେଲା କାରଣ ଆମ୍ଭେମାନେ ଏପରି ଦଣ୍ଡନୀୟ ଗମ୍ଭୀର ପାପ କରିଥିଲୁ। ଆମ୍ଭମାନଙ୍କୁ ହିଁ ସେହି ପ୍ରକାର ପରିସ୍ଥିତିରେ ରହିବାର ଉଚିତ ଥିଲା, କିନ୍ତୁ ପିତା ଓ ମାତା ହିଁ ଆମ୍ଭମାନଙ୍କ ପରିବର୍ତ୍ତେ ସେଠାରେ ଠିଆ ହୋଇଥିଲେ। କେବଳ ଆମ୍ଭମାନଙ୍କ ମୁଖ ଏବଂ ଓଠରେ ଏହା କହିବା ପରିବର୍ତ୍ତେ କି ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସମସ୍ତ ଶିକ୍ଷାକୁ ଆପଣା ଆତ୍ମା ଉପରେ ଗଭୀର ଭାବରେ ଖୋଦିତ ହେବା ଉଚିତ, ଯାହାଫଳରେ ଆମ୍ଭେ ପରମେଶ୍ୱରଙ୍କ ପ୍ରେମ ପ୍ରତି ବିଶ୍ୱାସଘାତକତା କରିବା ନାହିଁ। ଆମ୍ଭମାନଙ୍କୁ ପ୍ରେରିତ ପିତର ଏବଂ ପାଉଲଙ୍କ ପରି ପ୍ରଥମ ଚର୍ଚ୍ଚର ପ୍ରେରିତ ଏବଂ ସଦସ୍ୟ ହେବା ଉଚିତ, ଯେଉଁମାନେ ମୃତ୍ୟୁର ସାମ୍ନା କରିବା ସମୟ ମଧ୍ୟ ପରମେଶ୍ୱରଙ୍କ ମହାନ ପ୍ରେମ ଦ୍ୱାରା ପ୍ରଭାବିତ ହୋଇଥିଲେ। ଆମ୍ଭମାନଙ୍କୁ ମଧ୍ୟ ସେମାନଙ୍କ ପରି ସର୍ବଦା କୃତଜ୍ଞତାର ସୁସମାଚାର ପ୍ରଚାର କରିବା ଉଚିତ। ଏହା ସହିତ ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।